ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। चतुर्दश अध्याय गुणत्रय विभाग योग। भगवत प्राप्तिर उपाय। नान्यं गुणेभ्यः कर्तारं यदा द्रष्टानुपश्यति गुणेभ्यश्च परं वेति मद्भावं सो अधिगच्छति। गुणानेतानतीत्यं त्रीन् देहि देहसमुद्भवान् जन्म मृत्यु जरा दुःखी विमुक्तो अमृतमश्नुते। अर्थ साक्षीद्रष्टा होई व्यक्ति जेतेबेले त्रिगुण व्यतीत अन्य काहाकू कर्ता रूपरे देखे नाही एवं गुण गुड़िकर ऊर्ध्वरे थिबा सत्य को जाने सेतेबेले से मोर भाव को प्राप्त हुए। देहाभिमानरू उत्पन्न एही तीनि गुण को अतिक्रम करी जीवात्मा जन्म मृत्यु और जरा रूपक दुखरू मुक्त होई अमरत्व आस्वादन करे। व्याख्या। प्रकृतिर तीनि गुण सत्व रज और तम द्वारा प्रभावित होई जीवात्मा ଯେଉଁ कर्म करे ताहा ता पाई बंधनकारक हुए। ଏହା ତା ମନରେ କର୍ତ୍ତୃତ୍ୱର ଅଭିମାନ ସୃଷ୍ଟି କରେ। ମଣିଷକୁ ଭଲ ବା ମନ୍ଦ କର୍ମରେ ପ୍ରେରିତ କରୁଥିବା ଗୁଣତ୍ରୟ ସମସ୍ତ କ୍ରିୟା ଓ ପରିବର୍ତ୍ତନର ମୂଳ କାରଣ। ତେଣୁ ପ୍ରତ୍ୟେକ କର୍ମର ବାସ୍ତବିକ କର୍ତ୍ତା ହେଉଛି ଏହି ତ୍ରିଗୁଣ। ମଣିଷ ଏହି ତ୍ରିଗୁଣ ଗୁଡ଼ିକ ସହିତ ସମ୍ବନ୍ଧ ସ୍ଥାପନ କରୁଥିବାରୁ ନିଜକୁ କର୍ତ୍ତା ମନେ କରେ। ମୁଁ କରୁଛି ବୋଲି ଭାବିବା ବୃଥା ଅଭିମାନ। ଅହଂ କରୋମିତି ବୃଥାଭିମାନମ୍। ମଣିଷ ଯେତେବେଳେ ଏ କଥା ବୁଝିଯାଏ ସେତେବେଳେ ସେ ତ୍ରିଗୁଣର ବନ୍ଧନରୁ ମୁକ୍ତ ହୁଏ। ଗୁଣ ସମୂହ ଦ୍ୱାରା ପରିଚାଳିତ ନ ହେଲେ ସେ ନିଜକୁ ଅକର୍ତ୍ତା ମନେ କରେ। ଅନାସକ୍ତ ଏବଂ ନିମିତ୍ତ ଭାବରେ କର୍ମ କଲେ କର୍ତ୍ତୃତ୍ୱାଭିମାନ ରହେ ନାହିଁ। ଏ କଥା ଅକର୍ତ୍ତା ଭାବ ବା ତ୍ରିଗୁଣାତୀତ ଅବସ୍ଥା। ଏହି ଭାବ ବା ଅବସ୍ଥା ସମ୍ପନ୍ନ ବ୍ୟକ୍ତି ପରମାତ୍ମାକୁ ସାକ୍ଷାତ ଅନୁଭବ କରିପାରେ। ଧରାପୃଷ୍ଠରେ ତାଙ୍କର ଅବତରଣ ସତ୍ତ୍ୱେ ମଧ୍ୟ ଦେହାଭିମାନୀ ବ୍ୟକ୍ତି ତାଙ୍କୁ ଜାଣିପାରେ ନାହିଁ। ତ୍ରିଗୁଣର ସଙ୍ଗ ମଣିଷକୁ ଦେହାଭିମାନୀ କରାଏ। କଳିଯୁଗରେ ତମ ଗୁଣର ପ୍ରଭାବରେ ସମସ୍ତ ମାନବାତ୍ମା ଆତ୍ମବିସ୍ମୃତ ହୋଇପଡ଼ନ୍ତି। ତେଣୁ ସେମାନେ ସତ୍କର୍ମ ପଥରୁ ବିଚ୍ୟୁତ ହୋଇ ଧର୍ମଭ୍ରଷ୍ଟ ହୁଅନ୍ତି। ଏହା ହେଉଛି ଧର୍ମଗ୍ଲାନିର ମୂଳ କାରଣ। ଏପରି ଅବସ୍ଥାରେ କେବଳ ପରମାତ୍ମା ମଣିଷକୁ ଦିବ୍ୟ ଜ୍ଞାନ ପ୍ରଦାନ କରି ତାର ଆତ୍ମସ୍ମୃତି ଜାଗ୍ରତ କରିବାକୁ ସମର୍ଥ। ସେ ସର୍ବଦା ଓ ସବୁ କାଳରେ ତ୍ରିଗୁଣର ପ୍ରଭାବରୁ ମୁକ୍ତ ଥାନ୍ତି। ତେଣୁ ତାଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନର ନିରନ୍ତର ମନନ ଚିନ୍ତନ ଓ ଅନୁସରଣ ଦ୍ୱାରା ବ୍ୟକ୍ତି ଆତ୍ମାଭିମୁଖୀ ହୋଇପାରେ। ଯେତେବେଳେ ବ୍ୟକ୍ତିର ଦେହାଭିମାନ ସମ୍ପୂର୍ଣ୍ଣ ଦୂର ହୋଇଯାଏ ସେତେବେଳେ ସେ ଗୁଣାତୀତ ହୋଇଯାଏ। ଗୁଣ ଓ ଶରୀର ପ୍ରକୃତିରୁ ଉତ୍ପନ୍ନ। ଶରୀର ସହିତ ସମ୍ବନ୍ଧ ଥିବା ପର୍ଯ୍ୟନ୍ତ ଗୁଣାତୀତ ହେବା ସମ୍ଭବ ନୁହେଁ। ପରମାତ୍ମାଙ୍କ ସନ୍ତାନ ହିସାବରେ ଜୀବାତ୍ମାର ତାଙ୍କ ସହିତ ସ୍ୱତଃ ସିଦ୍ଧ ସମ୍ବନ୍ଧ ଥାଏ। ଯେତେବେଳେ ବ୍ୟକ୍ତି ନିଜର ଆତ୍ମିକ ସ୍ୱରୂପରେ ସ୍ଥିତ ହୁଏ ସେତେବେଳେ ସେ ସ୍ୱାଭାବିକ ଭାବରେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇଯାଏ। ମଦ୍ଭାବଂ ସୋ ଅଧିଗଚ୍ଛତି ମମ ସାଧର୍ମ୍ୟମାଗତାଃ ପଦର ଏହା ତାତ୍ପର୍ଯ୍ୟ। ପ୍ରକୃତି ତ୍ରିଗୁଣ ଦ୍ୱାରା ଜୀବାତ୍ମା ପାଇଁ ଶରୀର ନିର୍ମାଣ କରେ। ଆତ୍ମା ଅଜର ଅମର ଅବିନାଶୀ ଅନାଦି ଓ ସଦା ଚେତନଶୀଳ। ତେଣୁ ଏହା ବିନାଶୀ ପ୍ରାକୃତିକ ଉପାଦାନର ଊର୍ଦ୍ଧ୍ୱରେ।
ଶରୀରର କ୍ଷୟ ବୃଦ୍ଧି ବା କୌଣସି ପରିବର୍ତ୍ତନ ଆତ୍ମାକୁ ପ୍ରଭାବିତ କରିପାରେ ନାହିଁ। ଆତ୍ମା ଯେତେବେଳେ ତ୍ରିଗୁଣର ବନ୍ଧନରେ ପଡ଼େ ସେତେବେଳେ ସେ ତା'ର ଏହି ମୌଳିକ ସ୍ୱରୂପକୁ ଭୁଲିଯାଏ। ଗୁଣତ୍ରୟ ଦ୍ୱାରା ତାହା ସମ୍ପାଦିତ କ୍ରିୟା ସମୂହର କାରକ ରୂପେ ନିଜକୁ ମନେ କରେ। ଏହି କର୍ତ୍ତୃତ୍ୱାଭିମାନ ଆତ୍ମବିସ୍ମୃତିର ମୂଳ କାରଣ। ଯେଉଁ ବ୍ୟକ୍ତି ଦେହ ଅଭିମାନ ସୃଷ୍ଟି କରୁଥିବା ଗୁଣତ୍ରୟକୁ ଅତିକ୍ରମ କରିଯାଆନ୍ତି, ଅର୍ଥାତ୍ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ବା ଘଟଣା ପ୍ରତି ଆସକ୍ତି ତ୍ୟାଗ କରନ୍ତି, ସିଏ ପ୍ରକୃତରେ ଅମର। ତାଙ୍କ ପାଇଁ ଜନ୍ମ, ମୃତ୍ୟୁ ଓ ଜରା ଦୁଃଖକାରକ ନୁହେଁ, କାରଣ ସେ ଜାଣନ୍ତି ଏହା ଶରୀରର ସ୍ୱାଭାବିକ କ୍ରିୟା। ସେ କେବଳ ସାକ୍ଷୀଦ୍ରଷ୍ଟା ଭାବରେ ଶରୀରର ବିଭିନ୍ନ ଅବସ୍ଥାରେ ଦର୍ଶନ କରନ୍ତି। ଶରୀରକୁ କର୍ମ କରିବାର ଏକ ମାଧ୍ୟମ ରୂପେ ସେ ବିବେଚନା କରନ୍ତି। ମୃତ୍ୟୁ ତାଙ୍କ ପାଇଁ ଜୀର୍ଣ୍ଣ ବସ୍ତ୍ର, ତ୍ୟାଗ ସ୍ୱରୂପ। ତ୍ରିଗୁଣାତୀତ ବ୍ୟକ୍ତି ସଦାସର୍ବଦା ନିଜକୁ ଦେହଠାରୁ ପୃଥକ୍, ଅଜର, ଅମର, ଅବିନାଶୀ ସତ୍ତା ରୂପେ ମନେ କରୁଥାନ୍ତି। ଏହା ଜୀବନ୍ମୁକ୍ତି ଅବସ୍ଥା ଏବଂ ପରମାତ୍ମା ପ୍ରାପ୍ତିର ଏକମାତ୍ର ପନ୍ଥା। କ୍ରମଶଃ ଓମ୍ ଶାନ୍ତି।